ବିଛା ରାଶି 2026 ଭାଗ୍ୟର ଖେଳ ନା ମହାକାଳର ସଂକେତ। ସାବଧାନ, ଯଦି ଆପଣଙ୍କ ରାଶି ବିଛା ସ୍କର୍ପିଓ, ତେବେ ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ କୌଣସି ସାଧାରଣ ବର୍ଷ ନୁହେଁ। ଏହା ଏକ ଯୁଦ୍ଧ, ଯେଉଁଠି ଜିତିଲେ ଆପଣ ରାଜା ହେବେ ଆଉ ହାରିଲେ ସବୁକିଛି ମାଟିରେ ମିଶିଯିବ। 2026 ମସିହାରେ ଆକାଶର ଗ୍ରହମାନେ ଏମିତି ଏକ ଚକ୍ରବ୍ୟୂହ ରଚନା କରୁଛନ୍ତି ଯାହା ଆପଣଙ୍କ କଳ୍ପନାର ବାହାରେ। କିଏ ସେହି ନିଜ ଲୋକ ଯିଏ ଆପଣଙ୍କ ପଛରେ ଛୁରୀ ଭୋଷିବାକୁ ଅପେକ୍ଷା କରିଛି? କେଉଁ ସମୟରେ ଆପଣଙ୍କ ପାଖକୁ ମାଡ଼ି ଆସିବ ଅଜସ୍ର ଧନ? ଶେଷ ଯାଏଁ ଦେଖନ୍ତୁ, କାରଣ ଶେଷରେ ଅଛି ସେହି ମହାମନ୍ତ୍ର ଯାହା ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇ ଦେବ। ଚାପ୍ଟର 1 ବ୍ୟକ୍ତିତ୍ୱର ରହସ୍ୟ, ଦ ହିଡନ୍ ପାୱାର। ନ୍ୟାରେଟର, ବିଛା ରାଶିର ଲୋକମାନେ ସମୁଦ୍ର ଭଳି ଗଭୀର। ଉପରୁ ଶାନ୍ତ କିନ୍ତୁ ଭିତରେ ଜଳୁଥାଏ ପ୍ରତିଶୋଧର ନିଆଁ କିମ୍ବା ପାଇବାର ଜୁନୁନ। ଆପଣଙ୍କ ସ୍ୱାମୀ ହେଉଛନ୍ତି ମଙ୍ଗଳ, ମାର୍ସ ଶକ୍ତିର ପ୍ରତୀକ। ନଭେମ୍ବର ଆରମ୍ଭରେ ଆପଣଙ୍କ ରାଶି ଉପରେ ଶନିଙ୍କର ସେହି କ୍ରୂର ଦୃଷ୍ଟି ରହିଛି ଯାହା ଆପଣଙ୍କୁ ପରୀକ୍ଷା କରିବ। କିନ୍ତୁ ମନେ ରଖନ୍ତୁ, ନିଆଁରେ ପଡ଼ିଲେ ହିଁ ସୁନା ଚିକ୍କଣ ହୁଏ। ଚାପ୍ଟର 2 କ୍ୟାରିୟର ଏବଂ ଶତ୍ରୁ, କ୍ୟାରିୟର ଏନିମିସ୍। ନାରେଟର, ଫେବୃଆରୀ ମାସର ଶେଷ ସପ୍ତାହ। ଅଫିସରେ କିମ୍ବା ବ୍ୟବସାୟରେ କେହି ଜଣେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି। ସେହି ବ୍ୟକ୍ତି ଜଣକ ଆପଣଙ୍କ ସହ ହସି ହସି କଥା ହୁଏ କିନ୍ତୁ ତାର ନଜର ଆପଣଙ୍କ ଚେୟାର ଉପରେ ଅଛି। ନଭେମ୍ବରରେ ବୃହସ୍ପତିଙ୍କ ଚଳନ ଆପଣଙ୍କୁ ବିଦେଶ ଯାତ୍ରାର ସୁଯୋଗ ଦେବ। ଯଦି ଆପଣ ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏପ୍ରିଲ 15 ପୂର୍ବରୁ କରନ୍ତୁ ନାହିଁ। କାହିଁକି? କାରଣ ସେତେବେଳେ ରାହୁ ଆପଣଙ୍କ ବୁଦ୍ଧିକୁ ଭ୍ରମିତ କରିବ। ଚାପ୍ଟର 3 ପ୍ରେମ ଏବଂ ବିଶ୍ୱାସଘାତକତା, ଲଭ୍ ବିଟ୍ରେୟାଲ। ନ୍ୟାରେଟର, ପ୍ରେମ ମାମଲାରେ ବିଛା ରାଶିର ଲୋକ ଖୁବ୍ ଭାବୁକ। କିନ୍ତୁ ଏହି ବର୍ଷ ଜୁନ୍ ମାସରେ ଆପଣଙ୍କ ଜୀବନକୁ ଜଣେ ପୁରୁଣା ବନ୍ଧୁ ଫେରିବେ। ସାବଧାନ, ସେହି ବ୍ୟକ୍ତି ପ୍ରେମ ପାଇଁ ନୁହେଁ ବରଂ ନିଜର ସ୍ୱାର୍ଥ ପାଇଁ ଆସୁଛନ୍ତି। ଯଦି ଆପଣ ବିବାହିତ, ତେବେ ଜୀବନସାଥୀଙ୍କ ସହ ମନମାଳିନ୍ୟ ହୋଇପାରେ। ଗୋଟିଏ ଛୋଟ ଭୁଲ ବୁଝାମଣା ଆପଣଙ୍କ ସମ୍ପର୍କକୁ ଭାଙ୍ଗି ଦେଇପାରେ। କିନ୍ତୁ ସେପ୍ଟେମ୍ବର ପରେ ସମୟ ବଦଳିବ। ଚାପ୍ଟର 4 ଆର୍ଥିକ ଯୋଗ। ନ୍ୟାରେଟର, ଆପଣ ଭାବୁଛନ୍ତି କି ଧନ କେବେ ଆସିବ? 2026 ଅକ୍ଟୋବର ପରେ ଆପଣଙ୍କ ଭାଗ୍ୟର କବାଟ ଖୋଲିବାକୁ ଯାଉଛି। କୌଣସି ପୈତୃକ ସମ୍ପତ୍ତି କିମ୍ବା ପୁରୁଣା ପଇସା ଯାହା ଫସି ରହିଥିଲା ତାହା ଆପଣଙ୍କ ପାଖକୁ ଫେରିବ। କିନ୍ତୁ ମନେ ରଖନ୍ତୁ, ଶନିଦେବ ଦେଖୁଛନ୍ତି। ଅଧର୍ମରେ ଟଙ୍କା ରୋଜଗାର କଲେ ସେହି ଟଙ୍କା ଔଷଧ ଖର୍ଚ୍ଚରେ ଚାଲିଯିବ। ନାରେଟର, ନଭେମ୍ବର ଶେଷ ଭାଗରେ ଏକ ଏମିତି ଘଟଣା ଘଟିବ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କିନ୍ତୁ ସେହି ସଙ୍କଟରୁ ବଞ୍ଚିବା ପାଇଁ ଆପଣଙ୍କୁ ଗୋଟିଏ କାମ କରିବାକୁ ପଡ଼ିବ। ପ୍ରତି ଶନିବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। ବନ୍ଧୁଗଣ, ବିଛା ରାଶିର ଏହି ଯାତ୍ରା ଏତିକିରେ ସରିନାହିଁ। ଆଗକୁ ଆହୁରି ଅନେକ ରହସ୍ୟ ଅଛି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କେଉଁ ତାରିଖରେ ଆପଣଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ବଦଳିବ, ତେବେ କମେଣ୍ଟରେ ଜୟ ବଜରଙ୍ଗବଲି ଲେଖନ୍ତୁ। ଆମେ ଏହାର ଦ୍ୱିତୀୟ ଭାଗ ଖୁବ୍ ଶୀଘ୍ର ନେଇ ଆସିବୁ। ମାସିକ ବିବରଣୀ, ଜାନୁଆରୀ ଓ ଫେବୃଆରୀ। ଜାନୁଆରୀ 1, 2026। ସାରା ଦୁନିଆ ନୂଆ ବର୍ଷର ଖୁସି ମନାଉଛି, କିନ୍ତୁ ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟଟା ଟିକେ ଭିନ୍ନ। ଆପଣଙ୍କ ମନରେ ଏକ ଅଜଣା ଭୟ ଏବଂ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳୁଛି। କାହିଁକି ଜାଣନ୍ତି? କାରଣ ଆପଣଙ୍କ ରାଶିର ଅଷ୍ଟମ ଭାବରେ ଗ୍ରହମାନଙ୍କର ଏକ ଗୁପ୍ତ ବୈଠକ ଚାଲିଛି। ଦ କନଫ୍ଲିକ୍ଟ। ଜାନୁଆରୀର ପ୍ରଥମ 15 ଦିନ ଆପଣଙ୍କୁ ଲାଗିବ ଯେମିତି ସବୁକିଛି ଅଟକି ଯାଇଛି। କାମରେ ମନ ଲାଗିବ ନାହିଁ, ପୁରୁଣା ସ୍ମୃତି ଆପଣଙ୍କୁ କଷ୍ଟ ଦେବ। କିନ୍ତୁ ମନେ ରଖନ୍ତୁ, ବିଛା ଯେତେବେଳେ 2 ପାଦ ପଛକୁ ହଟେ, ତାର ଅର୍ଥ ସେ ଭୟଭୀତ ନୁହେଁ, ସେ ଏକ ବଡ଼ ଶିକାର ପାଇଁ ପ୍ରସ୍ତୁତ ହେଉଛି। ଦ ଟ୍ୱିଷ୍ଟ। ଜାନୁଆରୀ 20 ତାରିଖ ପାଖାପାଖି ଆପଣଙ୍କୁ ଏମିତି ଏକ ଫୋନ୍ କଲ୍ କିମ୍ବା ଖବର ମିଳିବ ଯାହା ଆପଣଙ୍କ ଭବିଷ୍ୟତର ମୂଳଦୁଆ ପକାଇବ। କୌଣସି ଜମିବାଡ଼ି କିମ୍ବା ପୁରୁଣା କୋର୍ଟରେ ଏକ ନୂଆ ମୋଡ଼ ଆସିବ। ଏଠାରେ ଆପଣଙ୍କର ଧୈର୍ଯ୍ୟ ହିଁ ଆପଣଙ୍କର ସବୁଠୁ ବଡ଼ ଅସ୍ତ୍ର। ସିନ୍ 2 ଫେବୃଆରୀ, ବିଶ୍ୱାସଘାତକତାର ଗାନ୍ଧା। ନାରେଟର, ଫେବୃଆରୀ ମାସ ପ୍ରେମର ମାସ, କିନ୍ତୁ ବିଛା ରାଶି ପାଇଁ ଏହା ପରୀକ୍ଷାର ମାସ। ଫେବୃଆରୀ 14 ପାଖାପାଖି ଯେତେବେଳେ ଶୁକ୍ର ଏବଂ ମଙ୍ଗଳଙ୍କର ଯୁତି ହେବ, ଆପଣଙ୍କ ଜୀବନରେ ଜଣେ ଏମିତି ବ୍ୟକ୍ତିର ପ୍ରବେଶ ହେବ ଯିଏ ଦେଖିବାକୁ ବହୁତ ମଧୁର, କିନ୍ତୁ ତାଙ୍କ ମନରେ ବିଷ ଅଛି। ଦ ୱାର୍ଣ୍ଣିଂ। ଯଦି ଆପଣ ବ୍ୟବସାୟ କରୁଛନ୍ତି, ତେବେ ନିଜର ପାର୍ଟନର କିମ୍ବା କର୍ମଚାରୀଙ୍କ ଉପରେ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ। ଫେବୃଆରୀର ଦ୍ୱିତୀୟ ସପ୍ତାହରେ ଆପଣଙ୍କର କୌଣସି ଗୁପ୍ତ କଥା ବାହାରେ ପ୍ରଘଟ ହୋଇପାରେ, କିନ୍ତୁ ଏତିକି ବେଳେ ବିଛା ରାଶିର ଅସଲ ଶକ୍ତି ବାହାରିବ। ଦ ସକ୍ସେସ୍ ମନ୍ତ୍ରା। ଫେବୃଆରୀ 24 ତାରିଖ ପରେ ଆପଣଙ୍କ ଆର୍ଥିକ ଅବସ୍ଥାରେ ହଠାତ୍ ସୁଧାର ଆସିବ। ଆପଣ ଯଦି କାହାକୁ ପଇସା ଧାର ଦେଇଥିଲେ, ସେ ନିଜେ ଆସି ଫେରାଇବ। କିନ୍ତୁ ସେହି ପଇସାକୁ ଖର୍ଚ୍ଚ ନକରି ଇନଭେଷ୍ଟମେଣ୍ଟ କରନ୍ତୁ। ଏହି 2 ମାସ ମଧ୍ୟରେ ଆପଣଙ୍କୁ ନିଜ ପେଟ ଏବଂ ଆଖିର ଯତ୍ନ ନେବାକୁ ପଡ଼ିବ। ଅତ୍ୟଧିକ ଚିନ୍ତା ଯୋଗୁଁ ଆପଣଙ୍କୁ ନିଦ ନାସିବା ଭଳି ସମସ୍ୟା ହୋଇପାରେ।
ରାତିରେ ଶୋଇବା ପୂର୍ବରୁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଏହା ଆପଣଙ୍କର ମାନସିକ ଶକ୍ତିକୁ 10 ଗୁଣ ବଢ଼ାଇଦେବ। ମାସିକ ବିବରଣୀ ମାର୍ଚ୍ଚ ଓ ଏପ୍ରିଲ। ନାରେଟର କିନ୍ତୁ ଅସଲ ଖେଳ ତ ମାର୍ଚ୍ଚ ମାସରେ ହେବ। ମାର୍ଚ୍ଚ ମାସରେ ଆପଣଙ୍କ ଭାଗ୍ୟରେ ଏକ ଏମିତି ରାଜଯୋଗ ବଣୁଛି ଯାହା 12 ବର୍ଷରେ ଥରେ ଆସେ। କିନ୍ତୁ ସେହି ଯୋଗକୁ ହାସଲ କରିବା ପାଇଁ ଆପଣଙ୍କୁ ଏକ ବଡ଼ ବଳିଦାନ ଦେବାକୁ ପଡ଼ିବ। କ'ଣ ସେହି ବଳିଦାନ? କିଏ ସେହି ବ୍ୟକ୍ତି ଯିଏ ମାର୍ଚ୍ଚ ମାସରେ ଆପଣଙ୍କୁ କୋଟିପତି କରିପାରେ? ନାରେଟର ମାର୍ଚ୍ଚ 2026। ଏହି ମାସଟି ବିଛା ରାଶିର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାହେବ। କାହିଁକି? କାରଣ ଦୀର୍ଘ 12 ବର୍ଷ ପରେ ବୃହସ୍ପତି ଆପଣଙ୍କ ଭାଗ୍ୟ ସ୍ଥାନରେ ଏମିତି ଏକ ଦୃଷ୍ଟି ପକାଉଛନ୍ତି ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଅମୃତ ଦୃଷ୍ଟି କୁହାଯାଏ। କିନ୍ତୁ ମନେ ରଖନ୍ତୁ, ଅମୃତ ପାଇବା ପୂର୍ବରୁ ସମୁଦ୍ର ମନ୍ଥନ କରିବାକୁ ପଡ଼େ। ମାର୍ଚ୍ଚ 10ରୁ 22 ତାରିଖ ମଧ୍ୟରେ ଆପଣଙ୍କ କ୍ୟାରିୟରରେ ଏକ ବଡ଼ ଧମାକା ହେବ। ହୁଏତ ଆପଣଙ୍କୁ ଏକ ଏମିତି ଚାକିରିର ଅଫର ମିଳିବ ଯାହା ଆପଣ ସ୍ୱପ୍ନରେ ବି ଭାବିନଥିଲେ, କିମ୍ବା ଆପଣଙ୍କ ବ୍ୟବସାୟରେ କୌଣସି ଏକ ବଡ଼ ଇନଭେଷ୍ଟର ଆସିବେ। କିନ୍ତୁ ଏଠାରେ ଏକ ସର୍ତ୍ତ ଅଛି, ଆପଣଙ୍କୁ ନିଜର ଅଳସୁଆପଣକୁ ବଳିଦାନ ଦେବାକୁ ପଡ଼ିବ। କିନ୍ତୁ ସାବଧାନ, ଯେତେବେଳେ ପଇସା ଆସେ ସେତେବେଳେ ଶତ୍ରୁ ମଧ୍ୟ ବଢ଼ନ୍ତି। ମାର୍ଚ୍ଚ ଶେଷ ଆଡ଼କୁ ଆପଣଙ୍କ ନିଜ ପରିବାରର କେହି ଜଣେ ଆପଣଙ୍କ ସଫଳତାରେ ଈର୍ଷା କରି ଏମିତି ଏକ କଥା କହିବେ ଯାହା ଆପଣଙ୍କ ହୃଦୟକୁ କଷ୍ଟ ଦେବ। କିନ୍ତୁ ଜଣେ ପ୍ରକୃତ ବିଛା ରାଶିର ବ୍ୟକ୍ତି ସେତେବେଳେ ଚୁପ୍ ରହେ, କାରଣ ସେ ଜାଣେ ତାର ସମୟ କହିବ। ସିନ୍ 2 ଏପ୍ରିଲ ରାହୁ ରା ଚକ୍ରବ୍ୟୁହ ଦ ଟ୍ରାପ୍ ଅଫ୍ ରାହୁ। ନାରେଟର ଏପ୍ରିଲ ମାସ ଆରମ୍ଭ ହେବା ମାତ୍ରେ ବାୟୁମଣ୍ଡଳ ବଦଳିଯିବ। ରାହୁ ଆପଣଙ୍କ ଚତୁର୍ଥ ଭାବରେ ଗୋଚର କରିବା ଯୋଗୁଁ ଆପଣଙ୍କ ଘରେ ଏକ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଏପ୍ରିଲ 8ରୁ 18 ତାରିଖ ପର୍ଯ୍ୟନ୍ତ ସମୟଟା ଅତ୍ୟନ୍ତ ଓଳ। ଏହି ସମୟରେ ଆପଣଙ୍କୁ ଲାଗିବ କି ଆପଣ କୌଣସି ଏକ ସର୍ଟକଟ୍ ବାଟରେ କୋଟିପତି ହୋଇଯିବେ। ସେୟାର ମାର୍କେଟ କିମ୍ବା କୌଣସି ଜୁଆ ଖେଳରେ ପଇସା ଲଗାଇବା ପାଇଁ ମନ ବ୍ୟାକୁଳ ହେବ। କିନ୍ତୁ ରୁହନ୍ତୁ, ଏହା ହେଉଛି ରାହୁର ମାୟାଜାଲ। ଯଦି ଆପଣ ଏହି ଜାଲରେ ପଡ଼ିଗଲେ ତେବେ ଆପଣଙ୍କୁ କାଙ୍ଗାଳ ହେବାରୁ କେହି ରୋକିପାରିବେ ନାହିଁ। ଏପ୍ରିଲ ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ବିଶେଷ କରି ମୁଣ୍ଡବିନ୍ଧା ଏବଂ ରକ୍ତଚାପ ବିପି ସମସ୍ୟା ଦେଖାଦେଇପାରେ। କିନ୍ତୁ ଭୟ କରନ୍ତୁ ନାହିଁ, ଏହି ସମୟରେ ଆପଣଙ୍କ ପାଖକୁ ଜଣେ ଗୁରୁ କିମ୍ବା ମାର୍ଗଦର୍ଶକଙ୍କ ଆଗମନ ହେବ ଯିଏ ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଯିବେ। ଚ୍ୟାପ୍ଟର 5 ସମ୍ପର୍କର ପରୀକ୍ଷା। ନାରେଟର ପ୍ରେମ ସମ୍ପର୍କରେ ଏପ୍ରିଲ ମାସଟା ସନ୍ଦେହର ମାସ। ଆପଣଙ୍କ ସାଥୀଙ୍କ ଫୋନ୍ କିମ୍ବା କୌଣସି ମେସେଜ ଆପଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିବ। କିନ୍ତୁ ମନେ ରଖନ୍ତୁ, ବିଛା ରାଶିର ଲୋକ ଅଧିକାଂଶ ସମୟରେ ନିଜେ ହିଁ ନିଜ ମନରେ ଗପ ତିଆରି କରନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ। ଭିଜୁଆଲ 1 ଜଣେ ବ୍ୟକ୍ତି ଏକ ସୁନା ପାହାଚ ଚଢ଼ୁଛି, କିନ୍ତୁ ପ୍ରତି ପାହାଚରେ ଗୋଟିଏ କଣ୍ଟା ଅଛି। ଭିଜୁଆଲ 2 ଘଡ଼ିର କଣ୍ଟା ବହୁତ ଜୋରରେ ବୁଲୁଛି ଆଉ ଚତୁଃପାର୍ଶ୍ୱରେ ଟଙ୍କା ଉଡୁଛି। ଭିଜୁଆଲ 3 ଏକ ନୀଳ ରଙ୍ଗର ଆଲୋକ ଆକାଶରୁ ଆସି ବିଛା ଚିହ୍ନ ଉପରେ ପଡୁଛି। ନାରେଟର ମାର୍ଚ୍ଚରେ ଭାଗ୍ୟ ମିଳିଲା, ଏପ୍ରିଲରେ ପରୀକ୍ଷା ହେଲା, କିନ୍ତୁ ମେ ମାସରେ ଆସୁଛି ସେହି ଦିନ ଯେଉଁଦିନ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ପାଦ ତଳେ ପଡ଼ିବେ। କିନ୍ତୁ କାହିଁକି ମେ ମାସରେ ଆପଣଙ୍କୁ ନିଜର ସବୁଠୁ ପ୍ରିୟ ଜିନିଷ ହରାଇବାକୁ ପଡ଼ିପାରେ? କ'ଣ ସେହି ରହସ୍ୟମୟ ଦୁର୍ଘଟଣା ଯାହା ଆପଣଙ୍କ ଜୀବନର ଗତିପଥ ବଦଳାଇ ଦେବ? ମାସିକ ବିବରଣୀ ମେରୁ ଡିସେମ୍ବର। ନାରେଟର ମେ ମାସ ଯେତେବେଳେ ସୂର୍ଯ୍ୟଙ୍କ ପ୍ରଖର ତାପରେ ପୃଥିବୀ ଜଳେ, ସେତେବେଳେ ବିଛା ରାଶିର ଭାଗ୍ୟରେ ମଧ୍ୟ ନିଆଁ ଲାଗେ। ଏହି ସମୟରେ ଆପଣଙ୍କୁ ନିଜର ସବୁଠୁ ବିଶ୍ୱସ୍ତ ବନ୍ଧୁଙ୍କଠାରୁ ଧୋକା ମିଳିପାରେ। ଯେଉଁ ହାତକୁ ଆପଣ ସାହାରା ଦେଇଥିଲେ ସେହି ହାତ ଆପଣଙ୍କୁ ତଳକୁ ଠେଲିବାକୁ ଚେଷ୍ଟା କରିବ। କିନ୍ତୁ ମନେ ରଖନ୍ତୁ, ବିଛା ହାରିଯିବା ପାଇଁ ଜନ୍ମ ହୋଇନି। ସିନ୍ 2 ଜୁଲାଇ ଟୁ ସେପ୍ଟେମ୍ବର ଦ ରେଜୁରେକ୍ସନ୍ ପୁନର୍ଜନ୍ମ। ନାରେଟର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଆପଣ ନିଜକୁ ପୁଣି ଥରେ ଗଢ଼ିବେ। ଯେଉଁମାନେ ଆପଣଙ୍କୁ ହସୁଥିଲେ ସେମାନେ ଏବେ ଆପଣଙ୍କ ସଫଳତା ଦେଖି ଚୁପ୍ ହୋଇଯିବେ। ଆପଣଙ୍କ ବ୍ୟକ୍ତିତ୍ୱରେ ଏମିତି ଏକ ଚମକ ଆସିବ ଯେ ଶତ୍ରୁ ବି ବନ୍ଧୁ ହେବାକୁ ଆଗେଇ ଆସିବେ। ବିଦେଶ ଯାତ୍ରା କିମ୍ବା ନୂଆ ଗାଡ଼ି କିଣିବାର ଯୋଗ ଏହି ସମୟରେ ପ୍ରବଳ ରହିଛି। ଦ ଫାଇନାଲ କ୍ଲାଇମ୍ୟାକ୍ସ ନଭେମ୍ବର ଆଣ୍ଡ ଡିସେମ୍ବର ଦ ଡେଷ୍ଟିନିଜ୍ କିଙ୍ଗ। ନାରେଟର ଏବେ ଆସିଲା ନଭେମ୍ବରର ଶେଷ 2 ମାସ। ଏହା ହେଉଛି ସେହି ସମୟ ଯେଉଁଥିପାଇଁ ଆପଣ ପୂରା ବର୍ଷ ଅପେକ୍ଷା କରିଥିଲେ। ନଭେମ୍ବର 17 ତାରିଖ ପରେ ଆକାଶରେ ଏକ ବିରଳ ଗ୍ରହ ସଂଯୋଗ ହେବାକୁ ଯାଉଛି। ଏହା ଆପଣଙ୍କୁ କେବଳ ଧନୀ ନୁହେଁ, ବରଂ ସମାଜରେ ସମ୍ମାନ ଏବଂ କ୍ଷମତା ପାୱାର ମଧ୍ୟ ଦେବ। ଆପଣ ଯାହାକୁ ହାତ ମାରିବେ ତାହା ସୁନା ପାଲଟିଯିବ। ଦି ଅଲ୍ଟିମେଟ୍ ମେସେଜ। ନାରେଟର ବନ୍ଧୁଗଣ, 2026 ବର୍ଷଟି ବିଛା ରାଶି ପାଇଁ କେବଳ ଏକ ବର୍ଷ ନୁହେଁ, ଏହା ଏକ ଲେଗେସି ବା ଇତିହାସ ରଚିବାର ସମୟ। ଆପଣଙ୍କୁ କେବଳ 3ଟି ଜିନିଷ ମନେ ରଖିବାକୁ ହେବ। 1 ଅନ୍ଧବିଶ୍ୱାସ କରନ୍ତୁ ନାହିଁ। 2 ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। 3
प्रति मंगलवार दिन नाली रंगर किछि जिनिस दान करंतु। आपणक भाग्य आपणक हातरे अछि, किंतु मने रखंतु समय काहा पई अपेक्षा करे नाही। जदि आपण एही सुजोग को हातछड़ा कले तेबे परवर्ती 12 वर्ष पर्यंत आपणको अपेक्षा करिवाकू पड़ी पारे। नैरेटर किंतु गोटिए कथा, डिसेंबर 31 तारिख रातिरे आपणक सहित एमिति एक घटना घटिबो जहा आपण केबे कल्पना भी करिनथिबे। कोन सही घटना जानिबा पई हमर चैनल को सब्सक्राइब करंतु एवं कमेंट रे लेखंतु ओएम नमः शिवे। आपणक दिन शुभ हेउ। जदि यही वीडियो आपनको मन को छुईथिला तेबे लाइक करंतु एवं एस्ट्रो भाग्य चैनल को सब्सक्राइब करंतु।